এবং କହିଲେ ଯେ ତୋ ଭଉଣୀ ଯଦି ନ ଆସିବ ତୋତେ ପେଟ୍ରୋଲ ପକେଇ 2 ଜଣ ଯାକ ମରିବା। ଏଇ କଥା ପରେ ତା ପଛକୁ ମୁଁ ବହୁତ ଭୟଭୀତ ହୋଇଯାଇଥିଲି। କେତେ ସମୟ ପରେ ପୋଲିସ ତାଙ୍କର ଶଳାକୁ ସବୁବେଳେ ତାର ମୁଭମେଣ୍ଟ ଟ୍ରାକ୍ କଲା। ତାଙ୍କର ଶଳା ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲରେ କ୍ୟାଣ୍ଟିନ୍ରେ କାମ କରୁଥିଲା। ତ ତାଙ୍କ ଶଳା ମୁଭମେଣ୍ଟ ଟ୍ରାକ୍ କରିକି ସେ अर्ली मॉर्निंग 7 तारीख काली सेठू ता 3टा सांग मिसिकी गोटे ओमनी कार रे तांको किडनैप करदेले। किडनैप करिकी ଶଳାକୁ ଅପହରଣ କରି ସ୍ତ୍ରୀର ମୁଣ୍ଡ ଜାମିନ ରଖିଥିଲା ଭିଣେଇ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳରେ। ଏହି ଥାନା ଅଞ୍ଚଳର ପାଳପୋଖରୀ ଗ୍ରାମର ଅଭିଯୁକ୍ତ ସମୀର କୁମାର ମୁଦୁଲି ନିଜ ପାରିବାରିକ କଳହକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ହତ୍ୟା ଉଦ୍ୟମ କରିବା ପାଇଁ ପ୍ରଥମେ ନିଜ ଶଳା ସୌମ୍ୟକାନ୍ତ ମୁଦୁଲିକୁ ଭୁବନେଶ୍ୱରରୁ ନିଜ 3 ସହଯୋଗୀଙ୍କ ସହ ଏକ ମାରୁତି ଓମିନି ଗାଡ଼ିରେ ଅପହରଣ କରି ନାଉଗାଁ ଥାନା ଅଞ୍ଚଳର ଗ୍ରାମ ନିକଟରେ ଥିବା ଏକ ଦୋକାନ ଘରେ ସଟର ବନ୍ଦ କରି ରଖିବା ସହିତ ନିଜ ଭଉଣୀର ମୁଣ୍ଡ ଜାମିନ କରିଥିଲେ ଏବଂ ବିଭିନ୍ନ ପ୍ରକାର ତାକୁ ଧମକ ଚମକ ଦେଇଥିଲେ। ପରେ ଏହି ଘଟଣାରେ ଭଉଣୀ ମୋନାଲିସା ମୁଦୁଲି ଜାଣିବା ପରେ ପୋଲିସ ସହିତ ଯୋଗାଯୋଗ କରି ନିଜ ଭାଇକୁ ଉଦ୍ଧାର କରିବା ପାଇଁ ଏକ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ସୂଚନା ପାଇବା ମାତ୍ରେ ସଙ୍ଗେ ସଙ୍ଗେ ନାଉଗାଁ ଥାନା ଅଧିକାରୀ ଦେବାଶିଷ ପଣ୍ଡା ନିଜ ଟିମ୍ ସହିତ ପହଞ୍ଚି ସୁରକ୍ଷିତ ଭାବେ ସୌମ୍ୟକାନ୍ତକୁ ଉଦ୍ଧାର କରିବା ସହିତ ଭିଣୋଇ ସମୀର ମୁଦୁଲି ଏବଂ ତାର 3 ସହଯୋଗୀ ଛତିଆନା ଗ୍ରାମର ଆଲୋକ କୁମାର ନାୟକ, କାନୁନଗୋ ସାହିର ସୂର୍ଯ୍ୟକାନ୍ତ ସେନାପତି, ଜାମୁଦଣ୍ଡା ଗ୍ରାମର ସତ୍ୟବ୍ରତ ଦାସକୁ ପୋଲିସ ଗିରଫ କରିଛି। ଏନେଇ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତୁ ଏସପି ଏ ବାବଦରେ କ'ଣ କହୁଛନ୍ତି ତାଙ୍କଠାରୁ ଜାଣିବା। ନା ସୌମ୍ୟକାନ୍ତ ମୁଦୁଲି। କ'ଣ ହେଇଥିଲା ଆପଣଙ୍କ ସହିତ? ଆପଣ ସାର୍ ମୁଁ କାମ କରେ କଳିଙ୍ଗ ହସ୍ପିଟାଲ କ୍ୟାଣ୍ଟିନ୍। ମୁଁ ସକାଳୁ ଯାଉଥିଲି, ମୋର 6ଟାରେ ଡ୍ୟୁଟି ଥିଲା। ମୁଁ 5:30ଟାରେ ନାଲକୋ ଛକ ଆମର ଆଉ ଅଳ୍ପ ବାଟ ଥିଲା ହସ୍ପିଟାଲ, ନାଲକୋ ଛକ ମାନେ ସାଇ ମନ୍ଦିରଠୁ ଆଗକୁ ଗଡ଼ିକି ଗଲା ବସିକି ଅଳ୍ପ ବାଟ ମୋତେ ସେମାନେ ଓମିନି ଗାଡ଼ି ମୋ ଗାଡ଼ି ପଛପଟୁ ଲଗେଇକିରି ମୋତେ ଗାଡ଼ିରେ ବସେଇ ଦେଲେ। କେତେ ଜଣ ଥିଲେ? ସେଥିରେ ଥିଲେ 4 ଜଣ, ଭିଣେଇକି ମିଶିକି 4 ଜଣ ଥିଲେ। ସେମାନେ ବସେଇ ଦେଇକି ଆସିଲେ। ସେ ତ ମୁଁ ମୋବାଇଲ ଛଡ଼େଇ ନେଇଯାଇଥିଲେ। କହିଲେ କାହା ସାଙ୍ଗେ କଥା ହେଇପାରିବନି। କହିଲେ ମୋର ବହୁତ ଷ୍ଟାଫ୍ ଫୋନ୍ କରିଥିଲେ, କିନ୍ତୁ ସେ ମୋବାଇଲ ରଖିଦେଇଥିଲେ। ମୋର ବିଳମ୍ବିତ ହେବାରୁ ମୋତେ ଷ୍ଟାଫ୍ ଫୋନ୍ କରିଥିଲେ, ସାର୍ ଫୋନ୍ କରିଥିଲେ। ସେମାନେ ମୁଁ ମୋବାଇଲ ଛଡ଼େଇ ନେଇଯାଇଥିଲେ। ମୋତେ ଆଣିକିରି କଟକ ରୁଟ୍ ଦେଇ ମୋତେ ଆଣିକିରି ତାଙ୍କ ଘରେ ରଖିଥିଲେ। ତାଙ୍କ ଘରେ ରଖିକି ସଟର ବନ୍ଦ କରିଦେଇଥିଲେ। ତାପରେ ସେ ପୋଲିସକି ଫୋନ୍ କରିଥିଲେ। ପୋଲିସ ଫୋନ୍ କରିବା ପରେ ତା ପଛକୁ ମୋତେ ସେ ଘରେ ରଖିଥିଲେ। କହିଲେ ତୁମ ଘର ଲୋକଙ୍କୁ ଫୋନ୍ କର, ତୋ ଭଉଣୀ ଆସିଲେ ତୋତେ ଛଡ଼ାଯିବ। ଭଉଣୀ ଥିଲେ ଆମ ଘରେ। ସିଏ ଗଣ୍ଡଗୋଳ 2 ଜଣ ଯାକ କରି ଭଉଣୀ ଥାନା ମାଧ୍ୟମରେ ଯାଇଥିଲା। ସିଏ କହିଲେ ତୋ ଭଉଣୀ ଆସିଲେ ତୋତେ ଛଡ଼ା ହେବ, ନହେଲେ ନାହିଁ। ତାପରେ ମୋତେ ବନ୍ଦ କରି ରଖିଥିଲେ ଏବଂ କହିଲେ ଯେ ତୋ ଭଉଣୀ ଯଦି ନ ଆସିବ ତୋତେ ପେଟ୍ରୋଲ ପକେଇ 2 ଜଣ ଯାକ ମରିବା। ଏଇ କଥା ପରେ ତା ପଛକୁ ମୁଁ ବହୁତ ଭୟଭୀତ ହୋଇଯାଇଥିଲି। କେତେ ସମୟ ପରେ ପୋଲିସ ଯାଇଛନ୍ତି? ତାପରେ ମୋତେ ପୋଲିସ ସେ 10 ମିନିଟ୍ ଭିତରେ ମୋତେ ଯାଇକିରି ସିଏ କ'ଣ କଲେ ନା ପୋଲିସ ଗାଡ଼ି ଜାଣିଲେ କି କ'ଣ ମୁଁ ଜାଣିନି। ପୋଲିସ ଶୁଣିଲେ କ'ଣ ସଟର ଟେକିଦେଲେ। ସଟର ଟେକିଦେଲା ଆସି ପୋଲିସ ଯାଇ ପହଞ୍ଚିଥିଲେ। ମୋତେ ସେଇଠୁ ପୋଲିସ ସେଠୁ ଉଦ୍ଧାର କରିଥିଲେ। ଉଦ୍ଧାର କରି ଥାନାକୁ ନେଇଗଲେ। ଦେଖନ୍ତୁ କାଲି ଆମର ନାଉଗାଁ ଥାନାରେ ଗୋଟେ ରିପୋର୍ଟ ହେଇଥିଲା। ସେଇଥିରେ ମେନ୍ ଯେଉଁ एलिगेशन थिला जड़े लोक किडनैपिंग कर दिखाई। तापर जमी विक्टिम खबर आसला आईआईसी पाखे आईआईसी एसडीपीओ और केसटा को मॉनिटर कलु। इमिडिएटली आम टेक्निकल सर्वेलेंस गुड़ाक स्टार्ट करदु और ह्यूमन सोर्सेस गुड़ाक भी आम एनगेज करूँ। तो ये आमको जना पड़ा जे विक्टिम अच्छा मोनालिसा तांकर हस्बैंड अच्छा मेन एक्यूज तांको 2 जन भितर कौ कारणवश गंडगोल चलता एवं हिस्ट्री भी अच्छी 2024 मसरे गंडगोल विषय को लेकिन जो मेन एक्यूज केस्र स्वामी
से विष पीकी सुसाइड अटेम्प्ट भी करते आउ से विषय आमर कटक हॉस्पिटल में से किसी दिन एडमिट भी होते से रिकवर है यही गंडगोलटा आउ बढ़ी से सब बेले चेष्टा करते तार स्त्री को केमती मर्डर कर तो यही वर्ष एप्रिल मसरे से ऑलरेडी गोटे मर्डर अटेम्प्ट नहीं थे टटी छिपिकी मारवाई किंतु गोटे 16 वर्षर पु अच्छी इंटरवेंशन जो से घटनाटा से दिन हो पारा ना तापर से पुणी उद्यम करला एवं प्लानिंग करला यही थर कौन कला से सड़ा को सब बेले तार मुवमेंट ट्रैक करला सड़ा भुवनेश्वर कलिंग हॉस्पिटल में कैंटीन में काम करते तो सड़ा मुवमेंट ट्रैक करके से अर्ली मॉर्निंग 7 तारीख काली से तीनटा सांग मिसिकी गोटे ओमनी कार रे किडनैप करदे किडनैप करी जगत सिंहपुर नाव शिफ्ट कर देते तो आमको जमती खबर मिलला आम इमिडिएटली रेस्क्यू कलापर आमको जना पड़ा से सला को धमकी देता कि जब तू आमको कॉपरेट करी तो भाई भौणी को जब न डाकिलु तो पेट्रोल डाली तू मर्डर कर तो यही सबुरे तार मेन मोटिव थिला तार स्त्री को डकैकी कौ हिसाब से कौ कारणवश मर्डर करवा तो आमर जगत सिंहपुर पुलिस नागाँ पुलिस एत स्विफ्ट इंटरवेंशन जो आशा करुँच आम गोटे जीवन रक्षा कर।